ମୋ ନା ରାଘବ ପ୍ରଧାନ ବର୍ତ୍ତମାନ ପ୍ରସନ୍ନ ଆଜ୍ଞା ପିଏସ୍ଓ। ଆମେ ଭୁବନେଶ୍ୱରରୁ ବରଗଡ଼ ଆଇବା ସମୟରେ ଆମର ଲୁହାପଙ୍ଗ ବୋଲି ଗୋଟେ ଜାଗାଟା ଅଛି ରେଢ଼ାଖୋଲର ଆଗେ, ସେ ଜାଗାରେ ୱାନ୍ ୱେ ସିଷ୍ଟମ୍ ଗୋଟେ ରୋଡ଼ ଯାଇଛି, ସେପଟେ ଗୋଟେ ଟ୍ରକ୍ଟେ ଆସୁଥିଲା। ଆଉ ଏପଟେ ଆମର ଗାଡ଼ିଟା ପାଖାପାଖି 70-80 ସ୍ପିଡ଼ରେ ଥିଲା ବୋଧେ। ଅଚାନକ ଦୁର୍ଘଟଣାଟା ଘଟଲା, ଯେମିତିରେ ଆଜ୍ଞା ଟିକେ ସିରିୟସ୍ ଇଞ୍ଜୁରୀ ଅଛନ୍, ଆଉ ମୋର ବି ଜଙ୍ଘରେ ଫ୍ରାକ୍ଚର୍ ହେଇଛି, ଯେନ୍ଟା ହାର୍ଟଟା ସେଟା ଅପରେସନ୍ ଲାଗ୍ବା। ଆଉ ଆମ ଡ୍ରାଇଭରର ନର୍ମାଲ୍ ଇଞ୍ଜୁରୀ ହେଇଛି। ଆଉ ଠିକ୍ ଟାଇମ୍ରେ ସବୁ ସହଯୋଗ ଲୋକଙ୍କର ମିଳିଲା ଯେ ଆମେ ମେଡ଼ିକାଲ ଆସିକି ଦୁର୍ଘଟଣା ବହୁତ ଭୟାନକ ଥିଲା, ଯେନ୍ଟାକି ଦୁଇଟା ମାନେ ସେନ ଯିଏ ଥିବା ସେ ପାଖେ ସେ ଜାଗାଟା ଦେଖିଲା ବେଲେ ସେ ସିଚୁଏସନ୍ଟା ଦେଖିଲା ବେଲକେ ମାନେ ମୁଡ୍ ନାଇଁ କାମ କରି, ଯେନ୍ଟାକି ମୁଇଁ ଦେଖିଛେ। ଯେନ୍ ସେନ ଲୋକାଲ ପାଖର ଲୋକମାନେ ପ୍ଲସ୍ ଯେନ୍ ନାଇଟ୍ କୋର୍ସ ଚାଲିଛେ ତାର ବାହାରେ ଯେନ୍ ଟ୍ରକ୍ ମାନେ ଚାଲିଛେ ସେ ଡ୍ରାଇଭର ଭାଇମାନେ ଆମକୁ ବହୁତ ହେଲ୍ପ କଲେ। ତାର ବାହାରେ ଯେନ୍ ପଛ ଆଡ଼େ ଯୋଉଟେ ଆମ୍ବୁଲାନ୍ସ ଆଉଥିଲା ସେ ଆମ୍ବୁଲାନ୍ସ ଆମକୁ ବହୁତ ବଢ଼ିଆ ସାହାଯ୍ୟ ମିଲା ସେ ଆମ୍ବୁଲାନ୍ସରେ, ଯେନ୍ଟାକି ଆମେ ସେ ଆମ୍ବୁଲାନ୍ସରେ ଆସିକି ମେଡ଼ିକାଲରେ ପହଞ୍ଚିଲୁ। ଦୟାରୁ ଯାହା ବି ଜୀବନଟା ବଞ୍ଚିଯାଇଛି ତାହେଲେ ଭଗବାନଙ୍କୁ ବହୁତ ବହୁତ ଶୁଣୁଥିଲେ ତ, ଏ ଥିଲେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦୁର୍ଘଟଣା ସମୟରେ ତାଙ୍କ ସହ ଥିବା ପିଏସ୍ଓଙ୍କ ଦୁର୍ଘଟଣା ସମୟର କଥା। ପୂର୍ବତନ ମନ୍ତ୍ରୀ, ସାଂସଦ, ରାଜ୍ୟସଭା ସଦସ୍ୟ ତଥା ବିଜେଡ଼ିର ଉପସଭାପତି ଥିବା ପ୍ରସନ୍ନ ଆଚାର୍ଯ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ୱରରୁ ବରଗଡ଼ ଫେରୁଥିବା ସମୟରେ 55 ନମ୍ବର ଜାତୀୟ ରାଜପଥର ରେଢ଼ାଖୋଲ ନିକଟସ୍ଥ ବେଲଡିହିଠାରେ ଦୁର୍ଘଟଣା ଘଟିଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ ଏକ ଗ୍ୟାସ୍ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣାରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ଗୁରୁତର ଆଘାତ ହୋଇଛନ୍ତି। ତାଙ୍କ ପିଏସ୍ଓ ଏବଂ ଡ୍ରାଇଭର ମଧ୍ୟ ଏଥିରେ ଆଘାତପ୍ରାପ୍ତ ହୋଇଛନ୍ତି। ଦୁର୍ଘଟଣା ପରେ ରାସ୍ତାରେ ଯାଉଥିବା ଏକ ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାକୁ ପହଞ୍ଚାଇଥିଲେ। ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ସମ୍ବଲପୁର ସ୍ଥିତ ବିକାଶ ହସ୍ପିଟାଲକୁ ଅଣାଯାଇଛି। ଅଧିକ ଚିକିତ୍ସା ପାଇଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି। ଖବର ପାଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ସପରିବାର ସହ ସମ୍ବଲପୁର ଆର୍ଡିସି ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳଙ୍କ ସମେତ ବରଗଡ଼, ସମ୍ବଲପୁର ଓ ରେଢ଼ାଖୋଲ ଅଞ୍ଚଳର ବହୁ ଶୁଭେଚ୍ଛୁ ତଥା ବିଭିନ୍ନ ରାଜନୈତିକ ଦଳର କର୍ମୀ ନେତା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ସମ୍ବଲପୁରଠାରେ ପହଞ୍ଚିଛନ୍ତି। ବର୍ତ୍ତମାନ ଶ୍ରୀ ଆଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ବେଳେ ଭଲ ଭାବରେ କଥାବାର୍ତ୍ତା ମଧ୍ୟ କରୁଥିବା ଜଣାପଡ଼ିଛି।